ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥିଲେ। ବୋଧହୁଏ ଏହି ଉପଭୋଗ ଶେଷ ଥିଲା। ବ୍ୟସ୍ତବହୁଳ ଜୀବନରେ ନିଜ ମନକୁ ଶାନ୍ତ କରିବାକୁ ଆସିଥିଲେ। କାହାକୁ ଜଣା ସବୁବେଳ ପାଇଁ ସେ ଶାନ୍ତ ହୋଇଯିବେ। ପର୍ଯ୍ୟଟକ ଭାବେ ଆସି ଶବ ହୋଇଗଲେ। ସେପଟେ ରୋଜଗାରିଆ ସଦସ୍ୟଙ୍କୁ ହରାଇ ପରିବାର ଶୋକରେ। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାର ଏକ ଜଳପ୍ରପାତରେ। ମାଙ୍କଡ଼ଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଜବତ। ଗଜପତି ଜିଲ୍ଲା ମାଙ୍କଡ଼ଡିଆଁ ଜଳପ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମର ଅଭିଜିତ ଦାସ। ଆର୍ ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସୂଚନା ମୁତାବକ ରବିବାର ମଧ୍ୟାହ୍ନ ସମୟରେ ଜଣେ ଯୁବକଙ୍କ ମୃତଦେହ ମାଙ୍କଡ଼ଡିଆଁ ଜଳପ୍ରପାତ ପାଣିରେ ଭାସୁଥିବା କିଛି ପର୍ଯ୍ୟଟକ ଦେଖିଥିଲେ। ତୁରନ୍ତ ସେମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଫୋନ କରିଥିଲେ। ପ୍ରଥମେ 108 ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଦେଖି ଫେରି ଯାଇଥିଲା। ତାର କିଛି ସମୟ ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଫୋନ କରି ସୂଚନା ଦେଇଥିଲା। ତେବେ ସେଠାରେ ଥିବା ମହୁମାଛି ଆକ୍ରମଣରେ ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ମୃତକ ଜଣକ ବ୍ରହ୍ମପୁର ନିକଟସ୍ଥ ଏକ ଘରୋଇ କଲେଜର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ରାମଗିରିରୁ ପ୍ରଦୀପ କୁମାର ସ୍ୱାମୀଙ୍କ ରିପୋର୍ଟ, ଲକ୍ଷ୍ୟ ମିଡିଆ।